ଏବେ ରାଜ୍ୟରେ ଥିବା ଏସ୍ଏଚ୍ଜି ମହିଳା ବା ସ୍ୱୟଂ ସହାୟକ ଗୋଷ୍ଠୀରେ ହେବ ବଡ଼ ପରିବର୍ତ୍ତନ। ଏନେଇ ମଧ୍ୟ ଆମର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏବେ ଆଉ ଏକ ବଡ଼ ଘୋଷଣା ଜାରି କରିଛନ୍ତି। ଯଦି ଆପଣମାନେ ବି ଏସ୍ଏଚ୍ଜି ଗ୍ରୁପରେ ରହିଥିବେ ତେବେ ଭିଡିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଯାହାକି ମଧ୍ୟ ଆପଣଙ୍କୁ ବଡ଼ କାମରେ ଆସିଯିବ। ଜାଣିବା ପୂର୍ବରୁ ଭିଡିଓକୁ ଲାଇକ୍ କରିଦିଅନ୍ତୁ। ସବସ୍କ୍ରାଇବ୍ କରିନଥିଲେ ଏବେ ସବସ୍କ୍ରାଇବ୍ କରି ପାଖରେ ଥିବା ଘଣ୍ଟି ଚିହ୍ନକୁ ଦବାଇ ଦିଅନ୍ତୁ। ଦେଖନ୍ତୁ, ଏସ୍ଏଚ୍ଜି ବା ସ୍ୱୟଂ ସହାୟକ ଗୋଷ୍ଠୀକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏକ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଚଳିତ ମାସରେ ସ୍ୱୟଂ ସହାୟକ ଗୋଷ୍ଠୀର ପୁନର୍ଗଠନ କରାଯିବ। ଏଥିରେ ଜିପିଏଲ୍ଏଫ୍, ସିପିଏଲ୍, ବିଏଲ୍ଏଫ୍ଙ୍କୁ ଜିଲ୍ଲା ଓ ରାଜ୍ୟ ସ୍ତରରେ ନୂଆ ନିଯୁକ୍ତି ଦିଆଯିବ। ପୂର୍ବ ସରକାରରେ ବହୁ ମହିଳା ଏସ୍ଏଚ୍ଜିରୁ ବଞ୍ଚିତ ରହିଛନ୍ତି। ବର୍ତ୍ତମାନ ରାଜ୍ୟ ସରକାର ମିଶନ ଶକ୍ତି ସବୁ ଘରକୁ ଯୋଡ଼ିବାକୁ ଆରମ୍ଭ କରିଛନ୍ତି। ତେବେ ଯେଉଁମାନେ 2 ଥର 4 ବର୍ଷରୁ ଅଧିକ ରହିସାରିଛନ୍ତି ସେମାନେ ଆଉ ରହିପାରିବେ ନାହିଁ। ତେବେ ପୂର୍ବ ସରକାର ସେମାନଙ୍କ ଭୋଟ ପାଇଁ ରାଜନୈତିକ ଉଦ୍ଦେଶ୍ୟକୁ ରଖି ତିଆରି କରାଯାଇଥିଲା। ହେଲେ ସେଥିପାଇଁ ରାଜ୍ୟରେ ଏସ୍ଏଚ୍ଜିଙ୍କ ରେଜିଷ୍ଟ୍ରେସନ ନାହିଁ। ବିନା ରେଜିଷ୍ଟ୍ରେସନରେ କୋଟି କୋଟି ଟଙ୍କା ଦିଆଯାଇଛି। ତେଣୁ ରେଜିଷ୍ଟ୍ରେସନ ନଥିବାରୁ ଅଡିଟ୍ ମଧ୍ୟ ନାହିଁ। ତେବେ ଯାହାକି ବଡ଼ ଅପଡେଟ୍ ଏବେ ଉପମୁଖ୍ୟମନ୍ତ୍ରୀ ଦେଲେ କି ପୁଣି ମଧ୍ୟ ପୁନର୍ଗଠନ ହେବ ଏସ୍ଏଚ୍ଜି ବା ସ୍ୱୟଂ ସହାୟକ ଗୋଷ୍ଠୀ। ଯାହାକି ଏବେ ଆଉ ଏକ ବଡ଼ ଅପଡେଟ୍ ଆସୁଛି, ଆପଣମାନେ ସମସ୍ତେ ଜାଣି ରଖନ୍ତୁ। 70 ଲକ୍ଷରୁ ଅଧିକ ମହିଳା ଏହି ଯୋଜନା ସହ ଜଡ଼ିତ, ଯାହା 6 ଲକ୍ଷରୁ ଅଧିକ ଏସ୍ଏଚ୍ଜି ମାଧ୍ୟମରେ କାର୍ଯ୍ୟ କରୁଛି। ଏହା ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ସହ ମହିଳାଙ୍କୁ ନେତୃତ୍ୱ ଓ ଉଦ୍ୟୋଗୀ ଭୂମିକାରେ ଆଣିଛି। ଏହି ଢାଞ୍ଚା ମାଧ୍ୟମରେ ମିଶନ ଶକ୍ତି ଓଡ଼ିଶାର ମହିଳାଙ୍କ ସାମଗ୍ରୀ ଉନ୍ନୟନ ଓ ରାଜ୍ୟର ରୂପାନ୍ତରଣରେ ଏକ ନିରବ ବିପ୍ଳବ ସୃଷ୍ଟି କରିଛି। ତେବେ ସ୍ୱୟଂ ସହାୟକ ଗୋଷ୍ଠୀ ମିଶନ ଶକ୍ତିର ମୂଳ ଭିତ୍ତି। ଗ୍ରାମ ସ୍ତରରେ 10ରୁ 20 ଜଣ ମହିଳାଙ୍କୁ ନେଇ ଗୋଷ୍ଠୀ ଗଠନ କରାଯାଏ। ଏହି ଗୋଷ୍ଠୀଗୁଡ଼ିକ ସଞ୍ଚୟ, ଋଣ ବଣ୍ଟନ ଓ ଆୟମୂଳକ କାର୍ଯ୍ୟକଳାପ ପରିଚାଳନା କରନ୍ତି।